ଆଜ୍ଞା ଆଜି ଗୋଟେ ଓଡ଼ିଆ ସିନେମାର ଶୁଭ ମୁହୂର୍ତ୍ତ ଆରମ୍ଭ ହେଉଥିଲା ଏଇ ପଟିଆର ସାଇ ମନ୍ଦିର ଜାଗା। ଏଠି ଲାଡୋ ନାମକ ସିନେମା, ଲାଡୋ ହୁଏତ ଆପଣଙ୍କୁ ଆଚମ୍ବିତ କରିଥାଇପାରେ ଯେ ଲାଡୋ କ'ଣ, ସିଏ କ'ଣ ସିନେମା। ଗୋଟେ ସତ୍ୟ ଘଟଣା ଉପରେ ଆଧାରିତ ଆଉ ପୁରା ମାଟିର କଥା, ଓଡ଼ିଆର କଥା, ଓଡ଼ିଆରେ ଘଟିଥିବା ଘଟଣାକୁ ନେଇକି ଏ ସିନେମାଟିଏ ଲାଡୋ, ଯାହାକୁ ସନ୍ତୋଷ ବାବୁ ଆମର ନିର୍ଦ୍ଦେଶନା ଦେଉଛନ୍ତି, ବିଶ୍ୱାଳ ସନ୍ତୋଷ ବିଶ୍ୱାଳ। ଆମେ କେତେ ଜଣ ତା ଭିତରେ ବି ଅଛୁ, ଅଭିନୟ କରୁଛୁ। ମୋଟାମୋଟି ଭାବରେ ଆଶା ବିଶ୍ୱାସ ଯେ ହଁ, ଆମେ ଓଡ଼ିଆ ସିନେମା ନାହିଁ ନାହିଁ କହିଲେ ଯେଉଁ କଥା ସବୁ ଗୁଞ୍ଜରଣ ହେଉଛି, ସେଥିରୁ ଆମେ ମୁକ୍ତି ପାଇବା ବୋଲି ଆଶା ବିଶ୍ୱାସ ରଖିଛୁ। ସେଥିପାଇଁ ଆମେ ଡେଇଁ ପଡ଼ିଛୁ, ହଁ ଚାଲନ୍ତୁ ଭାଇ କରିବା। ତେଣୁ ଆଗ କଥା ତ ଆପଣମାନଙ୍କ ହାତରେ। ଆପଣମାନେ ଚାହିଁଲେ ଯାହା ହେବ, ଦର୍ଶକ ହିସାବରେ ଆପଣମାନେ ଚାହିଁଲେ ଓଡ଼ିଆ ସିନେମା ଚାଲିବ, ନ ଚାହିଁଲେ ଚାଲିବନି। ନା ଯେମିତି ଅଛି ଗୋଟେ ତା ଦେହରେ ୟୁନିକ୍ ବି ଦେଖାଯାଉଛି ଯେ କିଛି ଜଙ୍ଗଲୀ ମଣିଷ ରୂପେ। ହଁ ହଁ, ମାଟିର କଥା, ମୁଁ ସେଥିପାଇଁ କହିଲି ଗୋଟେ ସତ୍ୟ ଘଟଣା ଉପରେ ଆଧାରିତ। ଗୋଟେ ଫ୍ୟାକ୍ଟ୍ରିକୁ ନେଇକି, ଗୋଟେ ଫ୍ୟାକ୍ଟ୍ରି ବସିଲେ କେତେ କ୍ଷତି ହେଉଛି, ଲୋକମାନଙ୍କର କେତେ କ୍ଷତି ହେଇଯାଉଛି, ଲୋକମାନେ କେମିତି ଡେଷ୍ଟ୍ରୟ ହେଇଯାଉଛନ୍ତି, ଏବଂ ସେକୁ କିଛି ବ୍ୟୁରୋକ୍ରାଟ୍ ଅଛନ୍ତି ଯେଉଁମାନେ କି ସେଇ ଲୋକମାନଙ୍କୁ ଆତବାରସି କରିକି ଆଗକୁ ନେଇଯିବା ପାଇଁ କାମ ଭାବନ୍ତି। କିନ୍ତୁ ଗୋଟେ ଓଡ଼ିଆ କଥାରେ ଅଛି ଆଜ୍ଞା, କୁରାହାଡ଼ିର ବେଣ୍ଟ ଯଦି କାଠ ନ ହେଇଥାନ୍ତା, ସେ କାଠକୁ କାଟି ନଥାନ୍ତା। ଯଦି ଲୁହା ବେଣ୍ଟ ହେଇଥାନ୍ତା, ଏତେ ଶୀଘ୍ର କାଠକୁ କାଟି ହେବନି। ତେଣୁ କାଠ ବେଣ୍ଟ ବୋଲି ହାତ ଝିମଝିମ ହୁଏନି, କାଠ କାଟି ଚାଲେ ଆମେ। ସେଇଭଳିଆ କଥାଟିଏ ଏଠି ଘଟିଛି। ଟୋଟାଲ ଲାଡୋ ହିଁ ତାରି ଭିତରେ ପର୍ଯ୍ୟବେସିତ। କ'ଣ ସବୁ ଶିକ୍ଷଣୀୟ ଜିନିଷ ମିଳିବ ଯେହେତୁ ଏବେ ମୌଳିକ କାହାଣୀକୁ ନେଇକି ଓଡ଼ିଆ ଫିଲ୍ମ ସବୁ ଆସୁଛି? ସେମିତିଆ ମୌଳିକ କଥାଟିଏ, ଆମ ଭିତରେ ଏକତାବଦ୍ଧ ରହିବାର ଦରକାର। ଆମେ ମାଟିକୁ ଭଲ ପାଇବା ଦରକାର, ଆମେ ଆମ ଗାଁକୁ ଭଲ ପାଇବା ଦରକାର। ଏମିତି କେତେ ଗୁଡ଼ିଏ କଥା ତା ଭିତରେ ରହିଛି, ଯାହାକୁ କି ଆମେ ସିନେମାରେ ଉପଭୋଗ କରିବା ବୋଲି ଆଶା କରୁଛି। ଆପଣ ଗୋଟେ ପୁରୁଣା ଆକ୍ଟର ଅଛନ୍ତି, କୋଉ କ୍ୟାରେକ୍ଟର ଆପଣଙ୍କୁ ଦେଖିବାକୁ ମିଳିବ? ମୁଁ ସେ ଲାଡୋର ବାପା ହିସାବରେ ଅଭିନୟ କରୁଛି। ସେ ବି ଜଣେ ମାଟିର କଥା କହୁଥିବା ଏବଂ ବିପୁଳ ବି ଜଣେ ସଂଗ୍ରାମ କରିଥିଲା ଗାଁ ପାଇଁ। ଗାଁ ନ ଉଠୁ, ଗାଁ ବଞ୍ଚିକି ରହୁ, ସେମିତିଆ ଗୋଟେ ଚରିତ୍ର। ତେଣୁ ଆଶା ବିଶ୍ୱାସ ରଖିଛି ଭଲ ଲାଗିବ ଆପଣମାନଙ୍କୁ। ମୁଁ ଭଲ କରିପାରିବି ଆପଣମାନଙ୍କ ପାଖରେ। ଧନ୍ୟବାଦ।